ओम शांति। आजिर साकार महावाक्य 17/2/2026। मधुर संतान माने तुमे माने एबे अमरलोक स्थापन करिबा पई निमित्त होइछ। ଯେଉଁଠି କୌଣସି ପ୍ରକାରର ଦୁଃଖ କିମ୍ବା ପାପ ନଥିବ ତାହା ହେଉଛି ଭାଇସଲେସ୍ ୱାର୍ଲ୍ଡ ଅର୍ଥାତ୍ ନିର୍ବିକାରୀ ଦୁନିଆ। ପ୍ରଶ୍ନ, ଗର୍ଡଲି ଫ୍ୟାମିଲିର ଅର୍ଥାତ୍ ଈଶ୍ୱରୀୟ ପରିବାରର ୱଣ୍ଡରଫୁଲ୍ ପ୍ଲାନ୍ ଅର୍ଥାତ୍ ବିଚିତ୍ର ଯୋଜନା କ'ଣ? ଉତ୍ତର, ଗର୍ଡଲି ଫ୍ୟାମିଲିର ଯୋଜନା ହେଲା ଫ୍ୟାମିଲି ପ୍ଲାନିଂ ଅର୍ଥାତ୍ ପରିବାର ନିୟନ୍ତ୍ରଣ କରିବା। ଗୋଟିଏ ସତ୍ୟ ଧର୍ମର ସ୍ଥାପନା କରି ଅନେକ ଧର୍ମର ବିନାଶ କରିବା। ମନୁଷ୍ୟମାନେ ବାର୍ଥ କଣ୍ଟ୍ରୋଲ ଅର୍ଥାତ୍ ଜନ୍ମ ନିୟନ୍ତ୍ରଣ କରିବା ପାଇଁ ପ୍ଲାନ୍ କରୁଛନ୍ତି, କିନ୍ତୁ ବାବା କହୁଛନ୍ତି ତାଙ୍କର ପ୍ଲାନ୍ କିଛି ବି କାମ କରିବ ନାହିଁ। ମୁଁ ହିଁ ନୂଆ ଦୁନିଆର ସ୍ଥାପନା କରୁଛି, ତେଣୁ ବାକି ସବୁ ଆତ୍ମାମାନେ ଉପରକୁ ଘରକୁ ଚାଲିଯିବେ, ବହୁତ କମ୍ ଆତ୍ମା ହିଁ ରହିବେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ବିଷ୍ଣୁପୁରୀକୁ ଯିବା ପାଇଁ ନିଜକୁ ଯୋଗ୍ୟ କରିବାକୁ ପଡ଼ିବ। ସମ୍ପୂର୍ଣ୍ଣ ପାବନ ହେବାକୁ ପଡ଼ିବ। ଅଶୁଦ୍ଧ ଖାଦ୍ୟପାନୀୟ ସବୁ ତ୍ୟାଗ କରିବାକୁ ହେବ। ବିନାଶ ପୂର୍ବରୁ ନିଜର ସବୁକିଛି ସଫଳ କରିବାକୁ ହେବ। 2 ନମ୍ବର, ଶୀଘ୍ର ଶୀଘ୍ର ପାଠ ପଢ଼ି ବୁଦ୍ଧିମାନ ହେବାକୁ ପଡ଼ିବ। କୌଣସି ପ୍ରକାର ବିକର୍ମ ନ ହେଉ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ବରଦାନ, ଅଭିଯୋଗକୁ ଯୋଗରେ ପରିବର୍ତ୍ତନ କରୁଥିବା ସ୍ୱତଃ ଏବଂ ନିରନ୍ତର ଯୋଗୀ ହୁଅ। ସଙ୍ଗମ ଯୁଗର ବିଶେଷତା ହେଲା ଏବେ ଏବେ ପୁରୁଷାର୍ଥ କର, ଏବେ ଏବେ ପ୍ରତ୍ୟକ୍ଷ ଫଳ ପାଅ। ଏବେ ସ୍ମୃତି ସ୍ୱରୂପ ହୁଅ, ଏବେ ପ୍ରାପ୍ତିର ଅନୁଭବ କର। ଭବିଷ୍ୟତରେ ଗ୍ୟାରେଣ୍ଟି ତ ନିଶ୍ଚିତ ରହିଛି, କିନ୍ତୁ ଭବିଷ୍ୟତ ଠାରୁ ଶ୍ରେଷ୍ଠ ଭାଗ୍ୟ ବର୍ତ୍ତମାନ ହିଁ ପ୍ରାପ୍ତ କରୁଛ। ଯଦି ଏହି ଭାଗ୍ୟର ସ୍ମୃତିରେ ରହିବ, ତେବେ ତୁମର ଯୋଗ ସ୍ୱତଃ ହିଁ ଲାଗି ରହିବ। ତେବେ ଯେଉଁଠି ଯୋଗ ଅଛି ସେଠାରେ ଅଭିଯୋଗ ନାହିଁ। କ'ଣ କରିବି, କିପରି କରିବି, ଏହା ମୋ ଦ୍ୱାରା ହେଉନାହିଁ, ଟିକିଏ ସାହାଯ୍ୟ କରିଦିଅ, ଏସବୁ ହେଉଛି ଅଭିଯୋଗ। ତେଣୁ ଅଭିଯୋଗ କରିବା ଛାଡ଼ି ସ୍ୱତଃ ଯୋଗୀ, ନିରନ୍ତର ଯୋଗୀ ହୁଅ। ସ୍ଲୋଗାନ, ଯେଉଁମାନେ ନିଜକୁ ଅତିଥି ମନେକରି ଚାଲିଥାନ୍ତି ସେହିମାନେ ହିଁ ମହାନ ସ୍ଥିତିର ଅନୁଭବ କରିଥାନ୍ତି। ଅବ୍ୟକ୍ତ ଇଶାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ସଂଗଠନର ବଳ, ସ୍ନେହର ବଳ, ପରସ୍ପରକୁ ସହଯୋଗ ଦେବାର ବଳ ଏବଂ ସହନଶୀଳତାର ବଳ ଜମା କରି ଚାଲିଲେ ମାୟା କେବେ ବି ଆକ୍ରମଣ କରିପାରିବ ନାହିଁ ଏବଂ ଜୟ ଜୟକାର ଶବ୍ଦ ଶୁଣାଯିବ। ଯେତେବେଳେ ଏତେ ସବୁ ଆତ୍ମା ଅନେକ ହୋଇଥିଲେ ମଧ୍ୟ ଏକା ଭଳି ଦେଖାଯିବେ, ଏକ ଅର୍ଥାତ୍ ଜଣକର ହିଁ ଲଗନରେ ମଗନ ରହିଥିବାର ଦେଖାଯିବେ ଏବଂ ଏକର ସ୍ଥିତିରେ ସ୍ଥିତ ରହିଥିବେ, ସେତେବେଳେ ହିଁ ପ୍ରତ୍ୟକ୍ଷତାର ଚିହ୍ନ ଦେଖିବାକୁ ମିଳିବ। ତେଣୁ ତୁମମାନଙ୍କର ପ୍ରତିଜ୍ଞା ହିଁ ପ୍ରତ୍ୟକ୍ଷତାକୁ ପାଖକୁ ନେଇ ଆସିବ। ଓମ୍ ଶାନ୍ତି।